ଆପଣ କେବେ ଶୁଣିଛନ୍ତି କି ଯିଏ ସାରା ବ୍ରହ୍ମାଣ୍ଡର ମାଲିକ, ଯାହାଙ୍କ ପାଇଁ 56 କୋଟି ଭୋଗ ଲାଗେ, ତାଙ୍କୁ ଦିନେ ଚୋରି କରିବାକୁ ପଡ଼ିଥିଲା। ସେ ପୁଣି ନିଜ ମନ୍ଦିରର ସୁନା ଥାଳି। ଶ୍ରୀକ୍ଷେତ୍ର ଇତିହାସରେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ଜଣେ ଭକ୍ତର ଭୋକ ମେଣ୍ଟାଇବା ପାଇଁ କାଳିଆ ସାଆନ୍ତ ନିଜେ ଚୋର ସାଜିଥିଲେ। କିନ୍ତୁ କାହିଁକି? କିଏ ସେହି ବ୍ୟକ୍ତି ଯାହା ପାଇଁ ଭଗବାନ ସବୁ ନିୟମ ଭାଙ୍ଗିଦେଲେ? ଆଜିର ଏହି କାହାଣୀ କେବଳ ଜଣେ ଭକ୍ତର ନୁହେଁ, ବରଂ ଭଗବାନଙ୍କର ଅପର କରୁଣାର। ଭିଡ଼ିଓଟିକୁ ଶେଷ ଯାଏ ଦେଖନ୍ତୁ। ଏହା ଶହ ଶହ ବର୍ଷ ତଳର କଥା। ଯାଜପୁରର ଏକ ଛୋଟ ଗାଁରେ ରହୁଥିଲେ ବନ୍ଧୁ ମହାନ୍ତି। ଏ ଦୁନିଆରେ ତାଙ୍କର କେହି ବନ୍ଧୁ ନଥିଲେ, କେବଳ ଜଣଙ୍କୁ ଛାଡ଼ି। ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ବନ୍ଧୁ ମହାନ୍ତି ଏତେ ଗରିବ ଥିଲେ ଯେ ତାଙ୍କ ଘରେ ଅନେକ ଦିନ ଚୁଲି ଜଳୁନଥିଲା। ଥରେ ସେ ଅଞ୍ଚଳରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ଲୋକେ ଭୋକରେ ଆକୁଳ ହେଲେ। ବନ୍ଧୁ ନିଜ ସ୍ତ୍ରୀ ଓ ପିଲାଙ୍କ ଦୁଃଖ ସହିପାରିଲେ ନାହିଁ। ସ୍ତ୍ରୀ କାନ୍ଦି କାନ୍ଦି କହିଲେ, ଆପଣଙ୍କର ସେ ବନ୍ଧୁ ଯିଏ ପୁରୀରେ ବସି ରାଜଭୋଗ ଖାଉଛନ୍ତି, ସେ କ'ଣ ଆମକୁ ସାହାଯ୍ୟ କରିବେନି? ବନ୍ଧୁ ମହାନ୍ତିଙ୍କ ପାଖରେ କିଛି ଉତ୍ତର ନଥିଲା, କିନ୍ତୁ ଭରସା ଥିଲା। ସେ ନିଜ ପରିବାରକୁ ଧରି ପୁରୀ ଅଭିମୁଖେ ବାହାରିଲେ। ପୁରୀରେ ପହଞ୍ଚିବା ପରେ ବନ୍ଧୁ ଭାବିଥିଲେ ଦୁଃଖ ସରିଯିବ, କିନ୍ତୁ ବିଧିର ବିଧାନ ଥିଲା ଅଲଗା। ମନ୍ଦିରରେ ପ୍ରବଳ ଭିଡ଼, କିନ୍ତୁ ବନ୍ଧୁ ମହାନ୍ତିଙ୍କର ଭିତରକୁ ଯିବାକୁ ସାହସ ନଥିଲା। ସେ ନିଜକୁ ବହୁତ ଛୋଟ ଓ ଅଛୁଆଁ ମନେ କରୁଥିଲେ। ଶ୍ରୀମନ୍ଦିରର ପଛପଟେ ଥିବା ନାଳ ପାଖରେ ବସି ରହିଲେ, ଯେଉଁଠି ମନ୍ଦିରର ରୋଷ ଘରର ପାଣି ବାହାରେ। ସେହି ପାଣି ପିଇ ସେ ଓ ତାଙ୍କ ପରିବାର ଭୋକ ମେଣ୍ଟାଇଲେ। ରାତିରେ ବର୍ଷାର ପାଣି ଭିଜି ପିଲାମାନେ ଶୀତରେ ଥରୁଥାନ୍ତି। ବନ୍ଧୁ ଆଖି ବୁଜି କେବଳ କହିଲେ, ପ୍ରଭୁ, ଆଜି ମୋ ପିଲାଏ ଭୋକରେ ଶୋଇଛନ୍ତି, କିନ୍ତୁ ମୋର ଅଭିଯୋଗ ନାହିଁ, କାରଣ ମୁଁ ମୋ ଦୁଆରେ ଅଛି। ଅଧା ରାତିର ସମୟ। ମନ୍ଦିରର ସବୁ ଦ୍ୱାର ବନ୍ଦ। ଠିକ୍ ସେତିକିବେଳେ ଘଟିଲା ଏକ ଚମତ୍କାର। ଜଣେ ଶ୍ୟାମଳ ବର୍ଣ୍ଣର ସେବକ ହାତରେ ଏକ ବିରାଟ ସୁନା ଥାଳି ଧରି ବନ୍ଧୁ ମହାନ୍ତିଙ୍କ ପାଖକୁ ଆସିଲେ। ସେହି ଥାଳିରେ ଭରପୁର ଥିଲା ଗରମା ଗରମ ମହାପ୍ରସାଦ। ସେହି ସେବକ କହିଲେ, ବନ୍ଧୁ, ଉଠ, ପ୍ରଭୁ ତୁମ ପାଇଁ ପ୍ରସାଦ ପଠାଇଛନ୍ତି। ବନ୍ଧୁ ଖୁସିରେ ପରିବାର ସହ ପେଟ ଭରି ଖାଇଲେ। ଖାଇସାରିବା ପରେ ବନ୍ଧୁ ଥାଳିଟିକୁ ଫେରାଇବାକୁ ଚାହିଁଲେ, କିନ୍ତୁ ସେବକ ଜଣକ କୁଆଡ଼େ ଅଦୃଶ୍ୟ ହୋଇଯାଇଥିଲେ। କ୍ଳାନ୍ତ ଥିବା ଯୋଗୁଁ ବନ୍ଧୁ ସେହି ସୁନା ଥାଳିଟିକୁ କାଖରେ ଜାକି ଶୋଇପଡ଼ିଲେ। କିନ୍ତୁ ସେ ଜାଣିନଥିଲେ ଯେ ଆସନ୍ତାକାଲି ସକାଳ ତାଙ୍କ ପାଇଁ କେତେ ବଡ଼ ବିପଦ ନେଇ ଆସୁଛି। ସକାଳ ହେଉ ହେଉ ମନ୍ଦିରରେ ହଇଚଇ ପଡ଼ିଗଲା। ମହାପ୍ରଭୁଙ୍କ ରତ୍ନ ଥାଳି ଗାୟବ। ରାଜାଙ୍କ ସିପାହୀମାନେ ଚୋରକୁ ଖୋଜିବାକୁ ଲାଗିଲେ। ଆଉ ସେହି ଥାଳିଟି କାହା ପାଖରୁ ମିଳିଲା? ସେହି ଗରିବ ବନ୍ଧୁ ମହାନ୍ତିଙ୍କ ପାଖରୁ। ବନ୍ଧୁଙ୍କୁ ତୁରନ୍ତ ଗିରଫ କରାଗଲା। ତାଙ୍କୁ ଚୋର କହି ବହୁତ ମାଡ଼ ମରାଗଲା। ବନ୍ଧୁ କାନ୍ଦି କାନ୍ଦି କହୁଥାନ୍ତି, ମୋତେ ଜଣେ ସେବକ ପ୍ରସାଦ ଦେଇଥିଲେ, କିନ୍ତୁ କେହି ବିଶ୍ୱାସ କଲେନି। ଯେତେବେଳେ ତାଙ୍କୁ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ଚାଲିଥିଲା, ସେତିକିବେଳେ ମନ୍ଦିରର ବଡ଼ପଣ୍ଡାକୁ ସ୍ୱପ୍ନାଦେଶ ହେଲା। ମହାପ୍ରଭୁ ଜଗନ୍ନାଥ ସ୍ୱୟଂ ଦର୍ଶନ ଦେଇ କହିଲେ, ବନ୍ଧୁ ଚୋର ନୁହେଁ, ସେ ମୋର ପରମ ମିତ୍ର। ତାର ଭୋକ ସହି ନ ପାରି ମୁଁ ନିଜେ ସେହି ଥାଳିରେ ପ୍ରସାଦ ନେଇ ଯାଇଥିଲି। ରାଜା ଓ ସମସ୍ତ ସେବକ ଆଶ୍ଚର୍ଯ୍ୟ ହୋଇଗଲେ। ଯେଉଁ ବନ୍ଧୁ ମହାନ୍ତିକୁ ଦୁନିଆ ଭିକାରୀ ଭାବୁଥିଲା, ସେ ଆଜି କାଳିଆ ସାଆନ୍ତଙ୍କ ସବୁଠୁ ବଡ଼ ଭକ୍ତ ପାଲଟି ସାରିଥିଲା। ବନ୍ଧୁଗଣ, ବନ୍ଧୁ ମହାନ୍ତିଙ୍କ ଏହି କଥା ଆମକୁ ଶିଖାଏ ଯେ ଭଗବାନଙ୍କୁ 56 ଭୋଗ ନୁହେଁ, କେବଳ ଏକ ନିଷ୍କପଟ ହୃଦୟର ଡାକ ଦରକାର। ଯଦି ଆପଣଙ୍କୁ ବି ଲାଗେ କାଳିଆ ସାଆନ୍ତ ନିଜ ଭକ୍ତଙ୍କୁ କେବେ ଏକୁଟିଆ ଛାଡ଼ନ୍ତିନି, ତେବେ କମେଣ୍ଟରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ ଏବଂ ଭିଡ଼ିଓଟିକୁ ସେୟାର କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦେବା ପାଇଁ ଆପଣଙ୍କୁ ଗୋଟିଏ ଛୋଟିଆ ଅନୁରୋଧ ରହିଲି। ଦେଖା ହେବ ଆଉ ଏକ ସୁନ୍ଦର ଅନୁଭୂତି ସହିତ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।